ଯେଉଁ ହାତରେ ପିଲାମାନେ କଲମ ଧରି ପାଠ ପଢ଼ନ୍ତି ସେହି ହାତରେ ତୁଳି ମଧ୍ୟ ଧରି ଚିତ୍ର ଆଙ୍କିବା ଏକ କଳା, ଯାହା ଆଜିକାଲି ବହୁତ ପିଲାମାନେ ଶିଖିଥାନ୍ତି। ହେଲେ ସେହି ତୁଳି ହାତ ଯେବେ ମାଟି କାଦୁଅର ମୂର୍ତ୍ତିଟିଏ କରେ, ତାହା ପିଲା ବୟସରେ ବହୁତ କଂସଣ କରିଥାନ୍ତି। ଏମିତି ଜଣେ ବହୁମୁଖୀ ପ୍ରତିଭାଧାରୀ କୁନି ମୂର୍ତ୍ତିକର ହେଉଛନ୍ତି ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ଭୀମେଇ ଗ୍ରାମର ଗୟାଧର ଦ୍ୱାରୀ, ମା ଅବନ୍ତୀ କୁମାର ଦ୍ୱାରୀଙ୍କ ସୁପୁତ୍ର ବିନୋଦ କୁମାର ଦ୍ୱାରୀ। ଛୋଟବେଳୁ ବଡ଼ ଭାଇ ଚନ୍ଦନଙ୍କୁ ମୂର୍ତ୍ତି କରିବାର ଅତି ନିକଟରୁ ଦେଖି ଆସିଛନ୍ତି, ଯେଉଁଥିପାଇଁ ଲଗାତାର 3 ବର୍ଷ ହେଲା ନିଜ ଘରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି କରି ଆସୁଛନ୍ତି। ସ୍ଥାନୀୟ ଭୀମେଇ ଆଶ୍ରମ ବିଦ୍ୟାଳୟରେ ପାଠ ପଢ଼ନ୍ତି। 3 ବର୍ଷ ତଳେ ଗଣେଶ ପୂଜା ଅବସରରେ ଏକ କୁନି ଗଣେଶ ମୂର୍ତ୍ତି ତିଆରି କରିଥିଲେ। ତାଙ୍କର ଏହି ବହୁମୁଖୀ ପ୍ରତିଭା ବିଷୟରେ ଆମର ଏକ ସ୍ୱତନ୍ତ୍ର ରିପୋର୍ଟ। ଯେଉଁଠି ଛୋଟବେଳେ ପିଲାଦିନେ ଆମେମାନେ କଲମ ମୁନ ଧରିଥାଉ, କଲମ ମୁନରେ ଆମେ ପାଠ ପଢ଼ୁ, ସେଠି କଲମ ସହିତ ସେ ତୁଳିର ସମ୍ପର୍କ ସେ ସୃଷ୍ଟି କରିଛି। ଆଜି ଆମେ ଅଛୁ ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ଭୀମେଇ ଗାଁରେ, ଯେଉଁଠି ଗୋଟେ ଷଷ୍ଠ ଶ୍ରେଣୀର ଛାତ୍ର ଏମିତି ଏକ ସୁନ୍ଦର ଉପସ୍ଥାପନା କରୁଛି। ଲଗାତାର 3 ବର୍ଷ ହେଇଗଲାଣି ତାର ଏଇ କଳାକୃତି ପାଇଁ ସେ ତାର ଆଶୀର୍ବାଦ, ଭଗବାନଙ୍କ ଆଶୀର୍ବାଦ। ତେଣୁ ଆମେ ଯିବା ବର୍ତ୍ତମାନ ଦେଖିବା କେମିତି କ'ଣ ସେ କଳାକୃତି କରିପାରୁଛି। ଆସନ୍ତୁ ଦେଖିବେ। ବର୍ତ୍ତମାନ ଦେଖନ୍ତୁ ଚାଲିଛି, ବର୍ତ୍ତମାନ ତୁଳି ବର୍ତ୍ତମାନ ଚାଲିଛି। ବିଘ୍ନନାଶକ ଗଣପତି ବାବାଙ୍କର ଯେଉଁ ଅଛି ପୂଜା ଆସୁଛି, ସେଇ ବାବଦରେ ତାଙ୍କର ଗୋଟେ ମୂର୍ତ୍ତି ବର୍ତ୍ତମାନ ସେ ତିଆରି କରୁଛନ୍ତି। ତେଣୁ ଆମେ ପଚାରି ବୁଝିବା ସେ ବର୍ତ୍ତମାନ ସେ ଛାତ୍ରଙ୍କ ପାଖରୁ। ତମ ନାଁ କ'ଣ? ବିନୋଦ କୁମାର ଦ୍ୱାରୀ। କ'ଣ କର ତମେ, କ'ଣ ପାଠ ପଢ଼? ପାଠ ତ ମୋର ସବୁ ଭଲ ହୁଏ। କ'ଣ ପଢ଼, କୋଉ କ୍ଲାସରେ ପଢ଼ୁଛ? ସପ୍ତମ। ପଢ଼। ଏଇ ଯେଉଁ ମୂର୍ତ୍ତି ତିଆରି କରୁଛ, ତ ଇଏ ସେ ଯେଉଁ ପ୍ରତିଭା କଳା କୋଉଠୁ ଆସିଲା, କୋଉଠୁ ଶିଖିଲ ଏଇସବୁ ଜିନିଷ? ସେ ଠାକୁରଙ୍କ ଦୟାରୁ ତାଙ୍କ ମନ ଭିତରେ ଠାକୁରଙ୍କ ଦେଇଛନ୍ତି, ସେଟା କହିପାରିବି। କେତେ ବର୍ଷ ହେଇଗଲାଣି ଏଇ ଜିନିଷ କରୁଛ? 3 ବର୍ଷ। 3 ବର୍ଷ ହେଇଗଲା। କ'ଣ ପ୍ରଥମ ମୂର୍ତ୍ତି, ଏମିତି ତମର ପ୍ରଥମ ଜୀବନରେ ଯେତେବେଳେ ମୂର୍ତ୍ତି ତିଆରି କଲ, ପ୍ରଥମ ମୂର୍ତ୍ତି କ'ଣ ଥିଲା? ବାବା ଗଣେଶ। ବାବା ଗଣେଶ ଥିଲା। ଏଇଭଳିଆ କ'ଣ ମୂର୍ତ୍ତି ସବୁ ତିଆରି କରିଛ? ଗଣେଶ, ପାର୍ବତୀ, ଶିବ, ଲକ୍ଷ୍ମୀ, ସରସ୍ୱତୀ। କେମିତି ସମୟ କାଢ଼ ପାଠ ପଢ଼ା ସହିତ ଏହା କରିବା? କେମିତି ସମୟ କାଢ଼? ପାଠ ପଢ଼ା ସହିତ ପାଠ ପଢ଼ିକି ଆସିଲା ସ୍କୁଲରୁ ଯେତିକି ଟାଇମ୍ ପାଏ ସେତିକିଟା କରେ। ଟାଇମ୍ ଦିନେ 4 ଦିନ 5 ଦିନରେ ଥରେ ଏମିତି ଟାଇମ୍ ପାଏ। ତମକୁ ଏ ମୂର୍ତ୍ତି ତିଆରି କରିବାରେ କେହି ସାହାଯ୍ୟ କରନ୍ତି? ନା ଆଜ୍ଞା। ତମ ବାପା ମା କେତେ ଖୁସି ଆଉ କେତେ ତମକୁ ପ୍ରୋତ୍ସାହନ କେତେ ଦିଅନ୍ତି? ବହୁତ, ସେଟା ଆମ ଦୟାରୁ। ଶୁଣୁଥିଲେ, ବହୁତ ସୁନ୍ଦର ତାର ଯେଉଁ ଏଇ ପ୍ରତିଭା। ଏ ବିଷୟରେ ଆମେ ପଚାରି ବୁଝିବା। ତାଙ୍କ ମା ଅଛନ୍ତି, ପାଖରେ ଅଛନ୍ତି, ତାଙ୍କୁ ଟିକେ ପଚାରି ବୁଝିବା କେମିତି କ'ଣ ପିଲାର ଏ ବିଷୟରେ ତାଙ୍କର ପ୍ରତିଭା ରହୁଛି। ତାଙ୍କ ମାଆଙ୍କୁ ଟିକେ ପଚାରି ବୁଝିବା। ଅବନ୍ତୀ ଦ୍ୱାରୀ। କ'ଣ କହିବେ, ଆପଣଙ୍କ ପୁଅ ଯେତେବେଳେ ଗୋଟେ ମୂର୍ତ୍ତି ତିଆରି କରୁଛି, ଆଗକୁ ବି ତାର ଏଇ ହାତ ଏମିତି କ'ଣ ବହୁତ ଜିନିଷ ତିଆରି କରିବ, ଏଇ ହାତ ଗୋଟେ କୁହୁକ ହାତ ଭଗବାନ ତାଙ୍କୁ ଆଶୀର୍ବାଦ କରିଛନ୍ତି, କ'ଣ କହିବେ? ପ୍ରତ୍ୟେକ ଦିନ ସିଏ ସ୍କୁଲ ଯାଏ, ଟ୍ୟୁସନ୍ ବି ଯାଏ। ସେ ମଧ୍ୟରେ ଯେତିକି ସମୟ ପାଏ, ଘଣ୍ଟେ ଅଧା ଘଣ୍ଟାଏ ସେଇଥିରେ ଲାଗିଥାଏ। ବାପା ଖାଇଦିଅ, ମମି ଏଇ ଠାକୁର ବନା ସରୁ ମୁଁ ଖାଇବି, ବ୍ୟସ୍ତ ହୁଅନ୍ତିନି। ଜେଜେ ବି ବହୁତ ସହଯୋଗ କରନ୍ତି। ପିଲାଟିଏ ମୂର୍ତ୍ତି ଯେତେବେଳେ କରିବ, ତା ଜେଜେ ତମ୍ବୁ ଟିକେ ଖାଞ୍ଚିଦେବେ। ତା ବାପାଙ୍କୁ ଯେତେ ସମୟ ବି ନଥିଲେ ବି ମୋତେ କହିବେ, ମମି ତମେ ଫୋନ୍ କର, ବାପା ଆଣିବେ, ମୋର ଏଟା ଆଣିବେ ସେଟା ଆଣିବେ। ତା ବାପା ଯୋଉଠି ବି ଥାଆନ୍ତୁ ନା କାହିଁକି, ଯେତେ କାମରେ ଥାଆନ୍ତୁ ନା କାହିଁକି, ସେ ସବୁବେଳେ ନେଇକି ଆସନ୍ତି। ଆମ ଫ୍ୟାମିଲି ସମସ୍ତେ ବି ତାକୁ ଟିକେ ସହଯୋଗ କରନ୍ତି। ଆମ ମା ବି ସେମିତି ନାତି ପାଇଁ ବହୁତ ଉତ୍କୃଷ୍ଟ। ବାପା ଖାଇବୁ ଆସ ନା, ମୋର ସରୁ ଟିକେ ମୁଁ ଯିବି। ସବୁବେଳେ ଉତ୍କୃଷ୍ଟ ସହରେ ସିଏ ସବୁବେଳେ କାମ କରେ, ପରିଶ୍ରମ କରେ। ପିଲାଟି ବହୁତ ପରିଶ୍ରମ କରିଛି। ପିଲା ରାତି 11ଟା ପର୍ଯ୍ୟନ୍ତ ସିଏ ବି ନିଜେ ଚେଷ୍ଟା କରିଥିବ। ମମି ଦେଖିଲ ଭଲ ହେଇଛି ନା, ଜେଜେ ଦେଖିଲ ଭଲ ହେଇଛି ନା, ବାପା ଏମିତି ହେଇଛି। ପୁଣି ତାକୁ ଲିଭେଇକି ସିଏ ନିଜେ କରିବ, ନିଜେ କରିକି ଆସିକି ଦେଖେଇବ, ମମି ଦେଖିଲ ଭଲ ହେଇଛି ନା, ହଁ ବାପା ଭଲ ହେଇଛି। ସ୍କୁଲରେ, ଟ୍ୟୁସନରେ ସବୁରେ ବି ଭଲ ପାଉଛନ୍ତି। ପ୍ରଥମ ବି ସିଏ ଅଛି ସବୁରେ। ଏଇ ମୂର୍ତ୍ତି ପାଇଁ ତାର ପାଠ ପଢ଼ାରେ କେତେବେଳେ ବ୍ୟାଘାତ ସୃଷ୍ଟି ହେଇନି? ନା, ବ୍ୟାଘାତ ସୃଷ୍ଟି ହେଇନାହିଁ। ତା ବାପା କହିବେ, ତମେ ସବୁବେଳେ ଘରେ ରହୁଛ, ତାଙ୍କ ସାର୍ଙ୍କୁ ପଚାରୁଛ କ'ଣ ପଢ଼ୁଛି କ'ଣ କରୁଛି? ସବୁବେଳେ ତ ସିଏ କାମରେ ରହିଲା। ସାର୍ଙ୍କୁ ପଚାରିଲେ ସାର୍ କହିବେ ସିଏ ତ ହିରୋଟା, ଆଉ କ'ଣ କହିବି, ସିଏ ତ ବହୁତ ଭଲ। ଆଉ ଭାଉଜ ଏମିତି ଗୋଟେ ପିଲା, କେହି ବେଳେ ତାର କିଛି କୌଣସି ଅବଜେକ୍ସନ୍ ନାହିଁ। ସବୁବେଳେ ସିଏ ଭଲ ପିଲା, ପ୍ରଥମ ସବୁଠି। ଗୋଟେ ବଡ଼ କଥା ଦେଖନ୍ତୁ, ବାପା ମା ଯେଉଁଠି ନିଜ ଗର୍ବ ଅନୁଭବ କରୁଛନ୍ତି ଏଭଳିଆ ପିଲା ପାଇଁ,
ତ ତାଠୁ ବଡ଼ କଥା କିଛି ନୁହେଁ। ତେଣୁ ଏହି ଗୋଟେ ଜିନିଷ ତାକୁ ଆହୁରି ଆଗକୁ ନେବ ଏ ଆଶା ନିହାତି ରହୁଛି। କାହିଁକି ନା ଲଗାତାର 3 ବର୍ଷ ହେଇଗଲାଣି ଗୋଟେ ପିଲା ନିଜ ଆଡ଼ୁ ନିଜ ସ୍ୱ ଇଚ୍ଛାରେ, ତାକୁ କେହି ସାହାଯ୍ୟ କରୁନାହାନ୍ତି, ନିଜ ଆଡ଼ୁ ନିଜ ସ୍ୱ ଇଚ୍ଛାରେ ଏମିତି ଗୁଡ଼ାଏ ମୂର୍ତ୍ତି କରିପାରୁଛି। ଜଗନ୍ନାଥଙ୍କ ମୂର୍ତ୍ତି କଥା କୁହନ୍ତୁ କିମ୍ବା ବିଘ୍ନରାଜ ଗଣେଶଙ୍କ କଥା କୁହନ୍ତୁ, ସମସ୍ତଙ୍କ ମୂର୍ତ୍ତି ସେ ତିଆରି କରିପାରୁଛି। ତାର ଆଉ ଗୋଟେ କଳାକୃତି ଅଛି, କେତେକ ଅଦରକାରୀ କାଗଜରୁ ସେ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରାଙ୍କର ପ୍ରତିମୂର୍ତ୍ତି ବି କରିପାରୁଛି। ଏହା ହିଁ ଗୋଟେ ବଡ଼ କଥା। ତେଣୁ ନିହାତି ଏ ସୁନ୍ଦର ପ୍ରତିଭା ଏ କ୍ଷେତ୍ରରେ ନିହାତି ତାର ଆଗକୁ ସରକାର ବି ଏ ବିଷୟରେ ଟିକେ ଯଦି ପ୍ରୋତ୍ସାହନ ଦିଅନ୍ତେ, ନିହାତି ଏ ଜିନିଷରେ ସେ ଆଗକୁ ବଢ଼ିପାରନ୍ତା। ନିହାତି ଏ ଜିନିଷକୁ ସେ ଆଗକୁ ଯାଇକି ନିଜକୁ ଆହୁରି ବିକଶିତ କରିପାରନ୍ତା। ତେଣୁ ବଡ଼ ଜିନିଷ ହେଉଛି ଚାଉଳରେ ବି ସେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ବି ତିଆରି କରିପାରୁଛି। ତେଣୁ କେଉଁଠି ନା କେଉଁଠି ପିଲାଟିର ଏଇ ମନୋଭାବ ରହିପାରୁଛି। ତେଣୁ ଆଶା ଆକାଂକ୍ଷା ନିହାତି ପିଲାଟି ଆଗକୁ ଯାଇକି ଆହୁରି କିଛି ଆଗେଇ ପାରିବ। ଏ ଅନୁଷ୍ଠାନର କର୍ମଚାରୀ ପିଲାମାନଙ୍କର ଦାୟିତ୍ୱ ନେବା ସଙ୍ଗେ ସଙ୍ଗେ ତାଙ୍କର ପଢ଼ାପଢ଼ି ସବୁରେ ଦେହ ପାର ଯତ୍ନ ସୁଦ୍ଧା ବି ମୁଁ ଭଲ ସୁଚାରୁ ଭାବରେ ତୁଲାଉଛି। କ'ଣ କହିବେ ଆପଣଙ୍କ ଅନୁଷ୍ଠାନର ଜଣେ କୁନି ପିଲା, ସିଏ ଆଜି ଆପଣଙ୍କର କଲମ ମୁନ ଯେତେବେଳେ ତାର ହାତରେ ଆପଣ ଧରେଇକି ଶିଖଉଛନ୍ତି, ପାଠପଢ଼ା ଶିଖଉଛନ୍ତି, ତା ସହିତ ସିଏ ତାର ଚିତ୍ତ ବିନୋଦନ ସମୟରୁ ନିହାତି ସମୟ କାଢ଼ିକି ଗୋଟେ ସେଇ ତୁଳିରେ ସେ ମାଟିରେ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରୁଛି। ସେ କ'ଣ କହିବେ? ସେ ଏ ଅନୁଷ୍ଠାନର ଗୋଟେ ଭଲ ଛାତ୍ର। ଶିକ୍ଷକମାନଙ୍କୁ ସମ୍ମାନ କରିବା ସହିତ ତାର ପାଠ ପଢ଼ାରେ ବି ବହୁତ ଆଗ୍ରହ। ବିଭିନ୍ନ ପ୍ରତିଯୋଗିତାରେ ବି ସେ ଭାଗ ନିଏ। ପାଠ ପଢ଼ାରେ ବି ତାର ବହୁତ ସୁନ୍ଦର ରେଜଲ୍ଟ ସ୍କୁଲରେ କରିଛି। ଅନ୍ୟ ସମୟରେ ଯେତେବେଳେ ସ୍କୁଲରେ ପ୍ରତିଯୋଗିତା ହୁଏ, ସେସବୁ ପ୍ରତିଯୋଗିତାରେ ମଧ୍ୟ ସେ ପ୍ରଥମ ସ୍ଥାନ ଅଧିକାର କରେ। ତାର ବହୁତ ପାଠ ପଢ଼ିବା ସହିତ ଅନ୍ୟାନ୍ୟ ଆକ୍ଟିଭିଟିରେ ବହୁତ ଆଗ୍ରହ। ବହୁତ ସୁନ୍ଦର ପିଲାଟେ। ଅନୁଷ୍ଠାନରେ ବି ବହୁତ ନାଁ ଉଜ୍ଜ୍ୱଳ ଆଗକୁ କରିବ, ଆମର ଆଶା ଅଛି। ଔବଦାରୁ ଅଞ୍ଜନ କୁମାର ଦାସ, ଅପରାହ୍ନ ଲାଇଭ୍।